ନା ବେ ଆଉ କଣ କହିବି, ଜୀବନରେ ତ ଯୋଉ ଦୁଃଖ ତ ଆମ ଘରେ ଡେଲି ତାଣ୍ଡବ ହଉଛି। ଡାକିଛି ଜଣେ ଜ୍ୟୋତିଷଙ୍କୁ, ଆସିବେ ଦେଖିବେ ଜାତକ ଫାତକ କଣ ଦେଖିକି କହିବେ ଆଉ। ତୋର ବି ଦେଖିବାର ଥିଲା କି? ଆଉ ପଳେଇ ଆସିଲୁ ବଢିଆ କଥା ତ। ଆଉ ମୁଁ ଡାକିଛି ଦେଖେଇଦବା ଏକା ସାଙ୍ଗରେ ଆଉ କଣ। ହଁ ଟିକେ ଲେଟ୍ ହବ, ହଉ ଠିକ ଅଛି ମୁଁ ଅଟକେଇ ଦେବି। ହଉ ଟିକେ ରହ ଫୋନ କଲେଣି ଜ୍ୟୋତିଷ, ଆସିଗଲେଣି ବୋଧେ ଆଉ। ହ୍ୟାଲୋ ଆଜ୍ଞା, କୋଉଠି ଦୁଆର ମୁହଁରେ? ମୁଁ ବା ଭିତରେ ଅଛି। ହଁ ଆସନ୍ତୁ ଆପଣ ଆସନ୍ତୁ ମୁଁ ଯାଉଛି ଛାତ ଉପରେ ଅଛି ଯାଉଛି। ଜ୍ୟୋତିଷ ନମସ୍କାର। ମାତା ମାତା ଡବଲ ମାତା ପୁତ୍ର ଆଜ୍ଞା ସେଟା ତମେ କଣ ପିନ୍ଧିଛ? ଆଜ୍ଞା ବସ୍ତ୍ର ତମ ବସ୍ତ୍ରକୁ କିଏ ହରଣ କରିଦେଲାଣି? କଣ କଲେ? ଆଜ୍ଞା ଜ୍ୟୋତିଷ ଆସନ୍ତୁ ଆଜ୍ଞା ଆବାଜ ଟିକେ ରହିଯିବେ। ଶୀତ ଦିନରେ କଞ୍ଚା ପାଣି ଢାଳିକି କାହିଁକି ଡାକେ? କଞ୍ଚା ପାଣି କାହିଁ ନାହିଁ ତ? ଆଜ୍ଞା କଥା କହନି, ବାବା ଆମର ଟିକେ ଶୀତ ଦିନେ ଗାଧାନ୍ତି ନାହିଁ। ଫୁଙ୍କ ମାରିକି ଶଙ୍ଖରେ ଶୁଭ ପୁତ୍ର। ଆଜ୍ଞା ଏଇ କଥା କଣ ଏଇଠି କହିବା କଥା? ଗୋଟିଏ ଭ୍ରମ ଦେବି ଡାଣ ଭୁଲରେ ଚାଲ ପେଲି ଦେଲ। ଏଇଠି ତମର ପେଲାପେଲି କରିବାର ଅଛି, ଚାଲ। ବସିଛ ଆଜ୍ଞା ଇଏ ଯୋଉ ପାଣିଟି ତମେ ଏଠି ପକେଇଲ, ଆଜ୍ଞା ଇଏ କି ପାଣି? ଏଇଟା ତ୍ରିଗଙ୍ଗା ପାଣି। ତ୍ରିଗଙ୍ଗା ଟା କଣ ତମ ମୁଖରେ? ନାଇଁ ଆଜ୍ଞା ମୋ ଜୀବନ। ବସନ୍ତୁ ଇଏ ବସିଛ ଆଜ୍ଞା ମୋ ଶିଷ୍ୟଟି ଆଜ୍ଞା ବାହାରେ ପଡି ଯାଇଥିଲା, ଆଜ୍ଞା ତାର ବୋଧେ ମାଡ ହେଇଯାଏ। କୋଉଟା ଆଜ୍ଞା? ସେ ଟିକେ ଅନ୍ଦର ବାହାର ଜିନିଷ। ଆଜ୍ଞା ପୁତ୍ର ଆଜ୍ଞା ତମେ ଯୋଉ ଖାଲି ପଡିଗଲ, ଆଜ୍ଞା ସବୁ ଠିକ ଠାକ ଅଛି ତ? ଆଜ୍ଞା ଠିକ ଅଛି ଯେ, କିନ୍ତୁ ଟିକେ ଦକ୍ଷିଣା ପାଇବା ନେଇକି ଟିକେ ଅସ୍ତ୍ରୋପଚାର କରିବାକୁ ପଡିବ। ଆଜ୍ଞା ଜ୍ୟୋତିଷ ଆମ ଘରେ ଡେଲି ତାଣ୍ଡବ ହଉଛନ୍ତି, କଣ ଗୋଟେ କିଛି କରନ୍ତୁ। କଣ ଡାଇରୀରେ ଶିବ ଆଉଛନ୍ତି? ନାଇଁ ଆଜ୍ଞା ଆମେ ଆଜ୍ଞା ଜ୍ୟୋତିଷ ଆମର ଆଉ କିଛି ବଢୁନି, କଣ କରିବୁ କିଛି ଗୋଟେ କୁହନ୍ତୁ। ମତେ ଲାଗୁଛି ତମ ପଛରୁ ନା କଣ? ଆରେ ସେ ସମ୍ପତ୍ତି କଥା କହୁଛନ୍ତି, ତତେ କାଲି ମୁଁ ଡିଭୋର୍ସ ନା ଛାଡ ପତ୍ର ନା ବିଦା କରିଦେବି, ତତେ କାଲି ବିଦା କରିଦେବି। ନା ବ୍ୟସ୍ତ ହବାରେ କିଛି ନାହିଁ, ବଢିବ ଦି ହାତ ବଢିବ। ବ୍ୟସ୍ତ ହବାରେ ତା କଥା କିଛି ଖରାପ ଭାବିବନି, ବଢିବ। ତମେ ଠିକ ଟାଇମରେ ଠିକ ଜାଗାକୁ ଠିକ ଲୋକକୁ ଡାକିଛ, ବଢେଇ ଦେବି। ବାବା ଆଜ୍ଞା ଆପଣ ଯଦି 1.5 ହାତ ବଢୁଛି ଆମର ଚାଙ୍ଖେଡେ ଖଣ୍ଡେ ଦେବେ, କାରଣ ବାବା ଲୋକ ନା କିଛି ପାଉନୁ, ଆଉ ଯଦି ପାରିବେ ମାତା ପୁଣି ଜଣେ କରିଦେବେ ଆଉ। ଏକା ବାବା ରହି ହଉନି, କି କଷ୍ଟ। ଆରେ ଏଇଗୁଡା ତୁ ଏଇଠି କହିବୁ? ତୁ ଯଦି ମୁଙ୍ଗୁରା ମାରିବାକୁ ଓଏ ଯାଉଛୁ ତାହେଲେ ତୁ ଏଇଠି କହିବୁ? ତୁ ବା କେତେ ଥର ଓଏ ଧରା କରୁଛୁ ମୁଁ ତ ଦେଖିଛି। ବ୍ୟସ୍ତ ହବାର ନାହିଁ। ମୁଁ ଏବେ ଡବଲ ମାତାକୁ ପରିଷ୍କାର ଭାବରେ ଡାକିବି, ସିଏ ତମର 1.5 ହାତ ନେଇକି ସମ୍ପତ୍ତି ବଢେଇ ଦେବେ। ଡାକୁଛି ହେ ଡବଲ ମାତା, ଇଏ ଯୋଉ ପରମ ବିହାରୀ ଅଛନ୍ତି ତାଙ୍କର 1.5 ହାତ ସମ୍ପତ୍ତି ବଢିଯାଉ। ଏଇ ମାତା ଆସିଗଲେ ବୋଧେ, ଆଉ ମାତା ଆସିଗଲେ ତମକୁ ଦେଖାଯାଉନଥିବ, ମତେ ଦେଖାଯାଉଛି। ଇଏ ଯୋଉ ବାଳକ ବସିଛି ତାକୁ କେବଳ ଓୟ ଦେଖାହବ, ଆଉ କିଛି ନାହିଁ। ପରମ ବିହାରୀ ଆଜ୍ଞା
ଏଥରକ ଆମେ ଜାତକ ଆଡକୁ ଗମନ କରିବା। ଆଜ୍ଞା ଆଚ୍ଛା ପରମ ବିହାରୀ, ଆଜ୍ଞା ପାନ ହବ ଗଣ୍ଡି ହବ କଣ ରାହୁଳ? ସୂର୍ଯ୍ୟ ମାର୍କା ସୂର୍ଯ୍ୟ ଆଜ୍ଞା ରକେଟ ଅଛି ରକେଟ ସାଇକେଲ ହବ ନା ଥାଉ ମୋ ବାବା ଏତେ ଆଗ ଛୁଟି କରିଦେବେ ନା କଣ ବାବା? ଏଇ ସପୋର୍ଟ ତ ଖାଇବାକୁ 4 ଦିନ ହେଲା ପଇସା ନାହିଁ। ସେ ଯାହାଟି ଦେଇଥାନ୍ତା ମୁଁ ଆଡଜଷ୍ଟ କରିଥାନ୍ତି। ଆମ ବାବା ଆଡଜଷ୍ଟ କରିପାରିବେନି। ତମ ବାବା ନିଅନ୍ତୁ ଜୁତି ଏଇଟା କଣ କୁଣ୍ଡଳୀ? ଜାତ ଜାତକ? ଆଜ୍ଞା ମୁଁ ଭାବିଲି ଗୋଟେ ଭାରତ ମାନଚିତ୍ର। ନାଇଁ ନାଇଁ ହଉ ବାବା ପରମ ବିହାରୀ, ଆଜ୍ଞା ଏ ଜାତକ ତମର ଆଜ୍ଞା ଆଜ୍ଞା 2000 ମସିହା ଜନ୍ମ। ବାବା ଜାତକରେ ଅସୁବିଧା ରହିଛି। କଣ ହେଇଛି ଅସୁବିଧା ରହିଛି ଜାତକରେ। କିଏ ଶୁଣ ଶନି ବୃହସ୍ପତି ନେପଚୁ ପୁଟ ଆଜ୍ଞା ପୋଟଳ ପୋଟଳ ନୁହେଁ ବାବା, ଏଟା ପୁଟ। ଆଜ୍ଞା ହଁ ସେଟା ମୋ ଭାଷାରେ ମୁଁ କହୁଛି ପୁଟ। ଇଏ ଯୋଉ ଶନି ରାହୁ ବୃହସ୍ପତି ଆଉ ଏସବୁ ରହିଲେ, ଆଜ୍ଞା ଶନି ତ ଯାହା ଜଣା ପଡୁଛି ଶନି ଦୁଆର ମୁହଁରେ ତମର ପେଟେଇଛି। ହଁ ଶନି ତ ତାଙ୍କ ଜାଗାରେ ପେଟେଇଥିଲା ଆଜି ଆଙ୍କ ଘରକୁ ଲମ୍ବିଲେ ତୁ ଧୋତି ଖୋଲିବା ଚକ୍କରରେ ଆଇଛୁ। ମତେ ଲାଗୁଛି ସେୟା ହେଇଯାଇପାରେ। ଆଜ୍ଞା ଜ୍ୟୋତିଷ ମୋର ଟିକେ ହାତଟା ଦେଖିବି। ନାରୀ ଅଛନ୍ତି ନାଇଁ ମୁଁ ବାହା ହେଇକି ନାରୀ କୁଆଡେ ଆସିବ? ନା କଥା କଣ କି ନାରୀ ହସ୍ତ ପ୍ରଥମେ ଦେଖିଲେ ଶୁଭ। ତାପରେ ତମ ଟିକେ ନାଳ ଅଂଶଟା ଗଲାନି ଇଏ ଯନ୍ତ୍ରଟା କାଢ। ଯନ୍ତ୍ରଟା ହୁଁ। ଏଟା କାଢି ଦିଅ। କଥା କଣ କି ୟାକୁ ନ ଖୋଲିଲେ ମୋ ହାତ ଦେଖି ପାରିବି ନାହିଁ। ବିହାରୀ ହଁ ହଁ ରହ ଭାଇ ଯାଉଛି ରହ। ଆବେ ଆସିଗଲୁ ନା କଣ ଜ୍ୟୋତିଷ ଏ ଭଗବାନ ଆବେ ଇଏ ଯାଇଛି ଜାତକ ଦେଖିବ, ମୁଁ ତାକୁ ଦେଖେଇବି। ହଁ ତ ମୁଣ୍ଡ କାମ କରୁନି ବୋଧେ। କଣ ହେଇଛି? ଏ ସାର୍ କାଲି 10 ଟଙ୍କା ମୁଁ ଦେଇଛି। ଡାକି ଜାଣିଛି ଜାତକ ଦେଖିବ। ଭାଇ ଭଗବାନ ତ ତାଳ ଏ ଭିକାରୀ ଏ ସାର୍ ଭିକାରଟା ସିଏ ଆଜି ମତେ କହିଲା କହିଲା ଶନି ପେଟେଇ ଯାଉ ଘର ଦ୍ୱାର ହୁଏ। ଏଇଟା 75,000 ଭାଇ ତାକୁ ଡକେଇକି କାଢିଛି। ବାବା ତୁଚ୍ଛ ଭାବୁଛି କି ମତେ ବାରୁଣି କହୁଛି ଭସ୍ମ କରିଦେବି ତାକୁ ଭସ୍ମ। ଭାଇ ମୁଁ ଯାଉଛି ତୋର ବୁଝାବୁଝି କର। ଶୁଣ ଭିକାରୀ ଦିଟା ତମେ ଚାରିଠୁ ପଳେଇବା। ଶନି ନହେଲେ ଆମ ପଛ ଚାଞ୍ଚି ଦେବି। ପେଟେଇଛନ୍ତି ଭାଇ ଶନି ପଳେଇବି। ନା ତମେ ବସ ଶନି ପଳେଇବି ଆମେ ନେଇଯିବୁ ନା? ପଳେଇବି ପଳେଇବି। କିଛି ଶନି ପଞ୍ଚାୟତ